କହିବା ଆଉ କରିବା ବହୁତ ଆକାଶ ପାତାଳ ଫରକ ଆସୁଛି। ମାନେ ଟ୍ରମ୍ପ କହିଛି ସତ, କିନ୍ତୁ ଆପଲ କରିବା ବହୁତ କଷ୍ଟ। ମତେ ଲାଗୁଛି ଏଇ ଟାଟା କମ୍ପାନୀ ରହିବ, ଏଇ ମ୍ୟାନୁଫ୍ୟାକ୍ଚର ରହିବ, ଏଇ ଅରିଜିନ ଇଣ୍ଡିଆ ମଧ୍ୟ ରହିବ। ବାଘ ଉପରେ ଫାଗର ଭୟ ଯୋଉ ଅଛି ନା, ଆମକୁ ଟିକେ ଦବେଇବାକୁ ଚାହୁଁଛନ୍ତି, ତଥାପି ଇଣ୍ଡିଆ କିଛି ଦିନ ଦବିବ। ତାପରେ ଆମର ଗ୍ରୋଥ ଯୋଉ ରେସିଓରେ ଚାଲିଥିଲା ଆମର ଜିଡିପି ଗ୍ରୋଥ, ସେମିତି ପୁଣି ଗ୍ରୋଥରେ ଚାଲିବ। ବିକଶିତ ଭାରତକୁ ଟ୍ରମ୍ପ ଦେଖିପାରୁନି ବା ସହି ପାରୁନି। ତାକୁ ଯୋଉଠି ଫାଇଦା, ଆମେରିକାରୁ ଫାଇଦା ହଉଛି, ପାକିସ୍ତାନରୁ ଫାଇଦା, ଚାଇନାରୁ ଫାଇଦା କି ଇଣ୍ଡିଆରୁ ଫାଇଦା, ଯୋଉଠୁ ଫାଇଦା ହଉଛି ସେଠି ସେ ବିଜନେସ ଷ୍ଟ୍ରାଟେଜିରେ ବିଜନେସ କରୁଛି। ଟ୍ରମ୍ପ ଗୋଟେ ବିଜନେସମ୍ୟାନ। ଭାରତୀୟ ବଜାରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତରଫରୁ ଏକ ବଡ଼ ଝଟକା ଲାଗିଛି। ଏହାରି ଭିତରେ ଆପଣ ଜାଣିଥିବେ ଆଇଫୋନର ଯିଏ ସିଇଓ ଅଛନ୍ତି ଟିମ୍ କୁକ୍, ତାଙ୍କୁ ସିଧାସଳଖ ନିର୍ଦ୍ଦେଶ ଦେଇଛନ୍ତି ଯେ ଆପଣ ଭାରତରେ ଆଇଫୋନ ନିର୍ମାତା ବନ୍ଦ କରନ୍ତୁ। ଆମେ ସିଧାସଳଖ ଆଲୋଚନା କରିବା। ଆମ ସହିତ ଆମ ଓଡ଼ିଶାରେ ଯୋଉ ରାଜଧାନୀ ବ୍ୟବସାୟୀ ଅଛନ୍ତି, ବିଭିନ୍ନ ଆଇଫୋନ ବିକୁଛନ୍ତି ମଡେଲ, ଆମେ ସହିତ ଆଲୋଚନା କରିବା କ'ଣ ପ୍ରଭାବ ପଡ଼ିବ। ଆଜ୍ଞା ଓଡ଼ିଶା ଭାସ୍କରକୁ ସ୍ୱାଗତ। ଆଜ୍ଞା ଆଜ୍ଞା ନମସ୍କାର ନମସ୍କାର। କ'ଣ ପ୍ରଭାବ ପଡ଼ିବ ଆପଣ ଦେଖୁଛନ୍ତି? ମତେ ଲାଗୁଛି କିଛି ପ୍ରଭାବ ପଡ଼ିବନି। ଆମର ମାର୍କେଟ ସେୟାର, ଆପଲର ମାର୍କେଟ ସେୟାର ଇଣ୍ଡିଆରେ ଅଛି 4.88 ଟୋଟାଲ ମୋବାଇଲ ମାର୍କେଟରେ। ଆଉ ଆମର ୟୁଜର୍ସ ହେଲେ 40 ମିଲିୟନ, ତାମାନେ 40 ଲକ୍ଷ ଲୋକ ୟୁଜ କରୁଛନ୍ତି ଆପଲର ପ୍ରଡକ୍ଟ। ସେ କହିବା ଆଉ କରିବା ବହୁତ ଆକାଶ ପାତାଳ ଫରକ ଆସୁଛି। ମାନେ ଟ୍ରମ୍ପ କହିଛି ସତ, କିନ୍ତୁ ଆପଲ କରିବା ବହୁତ କଷ୍ଟ। ମତେ ଲାଗୁଛି ଏଇ ଟାଟା କମ୍ପାନୀ ରହିବ, ଏଇ ମ୍ୟାନୁଫ୍ୟାକ୍ଚର ରହିବ, ଏଇ ଅରିଜିନ ଇଣ୍ଡିଆ ମଧ୍ୟ ରହିବ, ଆଉ ମ୍ୟାନୁଫ୍ୟାକ୍ଚରିଂ ପ୍ରାଇଭେଟ ଆପଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ମଧ୍ୟ ଇଣ୍ଡିଆରେ ରହିବ। କିନ୍ତୁ କହିବା କରିବା ବହୁତ ଆକାଶ ପାତାଳ ତଫାତ। ଟ୍ରମ୍ପ କହିଦେଇଛି, ସାୟଦ ଆଇ ଥିଙ୍କ କହିପାରୁନି, କିନ୍ତୁ ମତେ ଲାଗୁଛି ରହିବ। ଟାଟା ହିଁ ମ୍ୟାନୁଫ୍ୟାକ୍ଚରିଂ ରହିବ ଆଉ ଇଣ୍ଡିଆରେ ହିଁ ତାର ପ୍ରଡକ୍ସନ ହବ। ଆଜ୍ଞା ଗୋଟେ କଥା, ପୂର୍ବରୁ ଏଇ ଜିନିଷ ନେଇକି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଗୋଟେ ନିର୍ଦ୍ଦେଶ ଦେଇଥିଲେ, ପ୍ରସ୍ତୁତ ଚାଲିଥିଲା, ସେଲିଂ ଚାଲିଥିଲା। ହଠାତ୍ ଏମିତି କ'ଣ ହେଲା, କାହିଁକି ଏମିତି ବନ୍ଦ କରିଦେବା? ଯେହେତୁ ଆମର ୱାର୍ଲଡ ୱାଇଡ ଇଣ୍ଡିଆ ମାର୍କେଟ ଏବେ ଗ୍ରୋଇଂ ଷ୍ଟେଜରେ ଅଛି, ବହୁତ ଡେଭଲପ କରି ଚାଲିଛି। ଯେକୌଣସି ପ୍ରିମିୟମ ସେଗମେଣ୍ଟରେ ହଉ ଏବେ ଗ୍ରୋଥ ଚାଲିଛି। ଆପଲର କାହିଁକି ଆମେରିକାର ଯେକୌଣସି ପ୍ରଡକ୍ଟ ଇଣ୍ଡିଆରେ ଭଲ ସେଲ୍ ଅଛି। ଯେହେତୁ ଆମେ ତାର ବେନିଫିଟ ପାଉଛେ, ସେଥିନେଇ ସାୟଦ କିଛି ନେଗେଟିଭ ଇମ୍ପାକ୍ଟ ପଡ଼ିବ ତାଙ୍କ ଉପରେ ବୋଲି ସେ କହିଛନ୍ତି। ସେ ଗୋଟେ କଥା ବି ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ଚାଇନାରେ କମ୍ପାନୀ ଚାଲିଥିଲା, ସେଠି କିଛି କହିନଥିଲେ, କିନ୍ତୁ ଏଠି କାହିଁକି ସେ ମୁତୋଡ଼ ଜବାବ ଦଉଛନ୍ତି, କାହିଁ କଥା ଉଠାଉଛନ୍ତି? ବାଘ ଉପରେ ଫାଗର ଭୟ ଯୋଉ ଅଛି ନା, ଆମକୁ ଟିକେ ଦବେଇବାକୁ ଚାହୁଁଛନ୍ତି, ତଥାପି ଇଣ୍ଡିଆ କିଛି ଦିନ ଦବିବ। ତାପରେ ଆମର ଗ୍ରୋଥ ଯୋଉ ରେସିଓରେ ଚାଲିଥିଲା ଆମର ଜିଡିପି ଗ୍ରୋଥ, ସେମିତି ପୁଣି ଗ୍ରୋଥରେ ଚାଲିବ। ଆପଲ ଇଣ୍ଡିଆରେ ଚାଲିବ ଆଉ ଇଣ୍ଡିଆରେ ମ୍ୟାନୁଫ୍ୟାକ୍ଚରିଂ ହବ। ସେଟା ମୁଁ କହୁନି, ଟାଟା କମ୍ପାନୀ ହିଁ କରିବ। ଏଗୁଡ଼ା କହିବା କରିବା ଭିତରେ ମୁଁ କହୁଛି ଆକାଶ ପାତାଳ ତଫାତ। ସେମିତି କିଛି ଫରକ ପଡ଼ିବନି ଇଣ୍ଡିଆ ମାର୍କେଟରେ। ଯୁଦ୍ଧକୁ ନେଇକି ମଝିରେ କହିଲେ ମଧ୍ୟ ମୁଁ ମଧ୍ୟସ୍ଥତା କରିଛି, ଯୋଉଥିପାଇଁ ଯୁଦ୍ଧ ବର୍ତ୍ତମାନ ବିରତି ରହିଛି। ଯୁଦ୍ଧର କିଛି ପ୍ରଭାବ ପଡ଼ିଲା ନା ଭାରତ ବିକଶିତ ଭାରତକୁ ସେ ଦେଖିପାରିଲେ ନାହିଁ, ଯୋଉଥିପାଇଁ କେତେ ଇଚ୍ଛା ପଳାଣି? ବିକଶିତ ଭାରତକୁ ଟ୍ରମ୍ପ ଦେଖିପାରୁନି ବା ସହି ପାରୁନି। ଯେହେତୁ ତାର ଯେକୌଣସି ବିଜନେସ ଏବେ ଇଣ୍ଡିଆରେ, ଯେମିତି ବମ୍ବେରେ ତାର ଟାୱାର ଥିଲା, ଟ୍ରମ୍ପ ଟାୱାର, ତାର ଦେଖିବେ କ୍ରିପ୍ଟୋ କଏନ୍ସରେ ମିଲେନିଆ ଟ୍ରମ୍ପ ଆଉ ତାର ଟ୍ରମ୍ପର ଦିଟାକ କଏନ୍ ଏବେ 50% ଗୋଟେ ଆଉ ଗୋଟେ 80% ଡିଗ୍ରୋଥରେ ଚାଲିଛନ୍ତି। ସେ ଆକ୍ଚୁଆଲି ପାଗଳା ଟିକେ ହେଇଗଲାଣି ଆଇ ଥିଙ୍କ। ଗୋଟେ କଥା କହିବା, ବର୍ତ୍ତମାନ ଦେଖୁଥିଲେ ଯୋଉ ବର୍ତ୍ତମାନ ସିଧାସଳଖ ତାଙ୍କ ସିଇଓ କୁ ମନା କରିଛନ୍ତି, ଏ କୋଉଠି ନା କୋଉଠି ସେ କହୁଛନ୍ତି ଯେ ଆମେରିକାରେ ଏ ଜିନିଷ ପ୍ରସ୍ତୁତ କରାଯାଉ। ବୋଧ ହୁଏ ଯୋଉ ଆମର ମାନେ ଲାଭଟା ହଉଛି, ସେ ଲାଭଟା ଆମେରିକା ନେବା ପାଇଁ ଚେଷ୍ଟା କରୁଛି। ସେମିତି ଯାହା ହେଲେ ତ ତାକୁ ପେମେଣ୍ଟ, ଆକ୍ଚୁଆଲି ଯେହେତୁ ଇଏ ଆମେରିକାନ କମ୍ପାନୀ, ଯାହା ହେଲେ ବି ସେମାନେ ତ ଲାଭ ଖାଇବେ। ଏଇଥିପାଇଁ ପାକିସ୍ତାନକୁ ମାନେ ଇନଡାଇରେକ୍ଟଲି ସପୋର୍ଟ କରୁଛି କି, ଯୋଉଥିପାଇଁ କି ଚାହୁଁଛି ଯେ ଆଇଫୋନଟାକୁ ଏଠୁ ଭାରତରୁ ଗୋଟେ ବନ୍ଦ କରିଦେଲେ ତାଙ୍କ ଯୋଉ ଲାଭ ଆସୁଛି ସେଟା ଗୋଟେ ପରୋକ୍ଷ ଭାବରେ ବନ୍ଦ ହେଇଯିବ। ନାଇଁ, ସେଇଟା ଆପଣ ଯୋଉଟା କହିଲେ ମାନୁଛି, ସେ ପାକିସ୍ତାନକୁ ସପୋର୍ଟ ନୁହଁ, ଆକ୍ଚୁଆଲି ପଇସା ପାଇଁ ସେ ସବୁ ଜାଗାରେ ସପୋର୍ଟ କରିବେ। ଯେହେତୁ ସେମାନେ ଗୋଟେ ବିଗ୍ ବିଜନେସମ୍ୟାନ, ସେମାନେ ରାଷ୍ଟ୍ରପତି ମାନୁଛି ସତ, କିନ୍ତୁ ସେ ଗୋଟେ ବିଗ୍ ବିଜନେସମ୍ୟାନ। ଷ୍ଟାର୍ଟିଂରୁ ସେ ବିଜନେସ କରୁଥିଲା, ତାକୁ ଯୋଉଠି ଫାଇଦା, ଆମେରିକାରୁ ଫାଇଦା ହଉଛି, ପାକିସ୍ତାନରୁ ଫାଇଦା, ଚାଇନାରୁ ଫାଇଦା କି ଇଣ୍ଡିଆରୁ ଫାଇଦା, ଯୋଉଠୁ ଫାଇଦା ହଉଛି ସେଠି ସେ ବିଜନେସ ଷ୍ଟ୍ରାଟେଜିରେ ବିଜନେସ କରୁଛି। ଟ୍ରମ୍ପ ଗୋଟେ ବିଜନେସମ୍ୟାନ। ବର୍ତ୍ତମାନ ଯଦି ଟ୍ରମ୍ପଙ୍କ କଥା ଅନୁସାରେ ଆଇଫୋନଟାକୁ ବନ୍ଦ କରାଯାଏ ଏଠି, ତାହେଲେ ଏଇ ପ୍ରଭାବିତ ହେବେନି ସାଧାରଣ ଲୋକ? କାହିଁକି ନା ଯୋଉ ରେଟଟା ଆପଣ 60,000 ଥିଲା, ତା ବଢିକି ଲକ୍ଷେ ଟଙ୍କା ହେଇପାରେ। ଅବଭିୟସଲି ପ୍ରୋବ୍ଲେମ ହବ, କିନ୍ତୁ ମତେ ଲାଗୁନି। କହିବା କରିବା ବହୁତ ପାତର ଅନ୍ତର ଅଛି। ବିଶ୍ୱର ପାଖାପାଖି 70% ଯୋଉ ମେଡ୍ ହଉଛି ସେଟା ଇଣ୍ଡିଆରୁ ହଉଛି, ବହୁତ ସେଥିପାଇଁ ସହିପାରୁନାହାନ୍ତି। କହିପାରିନି, ସେଇଟା ତ ଆମେ କହିପାରିବା, ଛୋଟ ବିଜନେସମ୍ୟାନ।
निहत भाव आप देखुले प्रतिक्रिया देउथिले कोनसी फरक पड़िबो नाही एवं ये जो राष्ट्रपति अछंती ट्रम्प सी बोधे टिके बाचलाइम करछंती ताकर टिके पागलाइम दोष अछि जोथि पाई कि से जानि परनांती कोन कहउछंती बड़ कथा होछि जो टाटा कंपनी नेछि से टाटा कंपनी तयारी करिवो एवं आईफोन मध्ये भारत रे चालिबो जो लोक मान पाखा पाखी 40 लाख लोक व्यवहार करछन ताकू मध्ये व्यवहार करिवे एवं वर्तमान भारत जो जीडीपी कथा कहउछे बा इकोनॉमिक कथा कहउछे जो इकोनॉमिक डेवलपमेंट हे जाउछि विकसित भारत ताकू मध्ये कोठी ना कोठी सहयोग करि पारुनांती परोक्ष भाव में सीधा सड़क डोनाल्ड ट्रम्प भारत को कोठी ना कोठी शत्रु भावी एभली बाचलाइम करछंती बोली जहां प्रतिक्रिया दउथिले भुवनेश्वर वीडियो जर्नलिस्ट सरोज को सहित पूर्णचंद्र प्रधान का रिपोर्ट ओडिशा भास्कर।